କିଛି ଖବର ଆଡଭା ଜଙ୍କସନରେ ଆମେ ଚାଷୀମାନେ ମିଶିକି ଆମ ସେଇଟା ବ୍ୟାନ ଗ୍ରୀନ୍ ଦେଇଦେଲେ ସେଦିନ ଆମକୁ ଜିଲ୍ଲାପାଳ କହିଥିଲା 3 ଦିନ ଭିତରେ ମଣ୍ଡି ଫୁଲ କହିଥିଲା ସିଏସ୍ଓ ଜିଲ୍ଲାପାଳ କହିଥିଲା ଆମେ ବହୁତ ଚାଷୀମାନେ ଖୁସି ହେଇଥିଲୁ ସେ ଏପର୍ଯ୍ୟନ୍ତ ମଣ୍ଡି ଫୁଲ ହେଇନି ଗୋଟେ ଇଏ ନାହିଁ କିଛି ନାହିଁ ମଣ୍ଡି ପାଖରେ କିଛି ଇଲେକ୍ଟ୍ରିକାଲ ନାହିଁ କି ପାଣି ପିଇବାକୁ ନାହିଁ ତାପରେ ଚାଷୀମାନଙ୍କ ଅବସ୍ଥା ନାହିଁ ଏବେ ମିଳୁଛି ଆମର ପର୍ବ ଆଗରେ 12 ଦିନ ଆଜ୍ଞା ପର୍ବ ଅଛି 15 ତାରିଖ ପର୍ବ ହଉଛି ମିଳିନ ଆମ ଗଜପତି ଜିଲ୍ଲାରେ ଅଛନ୍ତି ବହୁତ ତେଲୁଗୁ ଲୋକ ଅଛନ୍ତି ଆଜ୍ଞା ତାଙ୍କ ଏବେ ଫାଇନାନ୍ସିଆଲି ପ୍ରୋବ୍ଲେମ ବହୁତ ଅଛନ୍ତି ପଇସା ସବୁ ଲଗେଇଛନ୍ତି ସେମାନେ ଏପର୍ଯ୍ୟନ୍ତ ଦାନ କିଣିନାହାନ୍ତି ଗୋଟେ ବର୍ଷ ମେଘ କରୁଛନ୍ତି ବର୍ଷକୁ ମଧ୍ୟ ଚାଷୀ ମାନେ ଦେଖି ଆନ୍ଦୋଳନ ଅଛନ୍ତି ଏପର୍ଯ୍ୟନ୍ତ ଦାନ କିଣିନି ଚାଷୀ ବହୁତ ପ୍ରୋବ୍ଲେମ ଅଛି ଆଉ 3 ତାରିଖ ଭିତରେ ଦାନ ଉଠିନଥିଲେ ଚାଷୀ ମାନେ ରାଜରାସ୍ତା ଆସିବାକୁ ବାଧ୍ୟ ହବ ଏଇଟା ସରକାରକୁ ଏଇଟା ପୁରା ଏଇଟା ସରକାର ବିକଳାଙ୍ଗ ବିଷୟରେ କହୁଛୁ ଆମେ ଦୟ କରିକି ଆମର ଗୌରୀ ଶୁଣିକି କେବେ ଏଇଟା ମଣ୍ଡି ଶୀଘ୍ର କରିକି ଦାନ ହେବେ ଆମ ଅନୁରୋଧ କରୁଛୁ। ରାମପ୍ରସାଦ ପଟ୍ଟନାୟକ ଶିଆଳି ସରପଞ୍ଚ ମୁଁ ବି ଜଣେ ଅଗ୍ରଣୀ ଚାଷୀ ଗତ ଗ୍ରିଭେନ୍ସରେ ମୁଁ ଦେଇଥିଲି ଆମର ଚାଷୀମାନେ ଆସିକି ଦେଇଥିଲୁ ହାଡୁଭାଙ୍ଗିରେ ତୁରନ୍ତ ମଣ୍ଡି ସ୍ଥାପନ କରି ମଣ୍ଡି ଓପନ କରିବା ପାଇଁ କଟନୀ ଚଟନୀ ନଥାଇକି ସରକାରଙ୍କ ବିଧି ବ୍ୟବସ୍ଥା ଭିତରେ ଧାନ କ୍ରୟ କରିବା ପାଇଁ ଆମେ ବ୍ୟାନର ମାଧ୍ୟମରେ ଗ୍ରିଭେନ୍ସ ଦେଇଥିଲୁ ଆମର ଡିମାଣ୍ଡ ଥିଲା ତୁରନ୍ତ ମଣ୍ଡି ଓପନ କରିବେ ଏକ ଦ୍ୱିତୀୟଟା ଆଉ ଧାନଟା ଯେମିତିକା ଅଧିକା ଦେବାନି ମିଲ୍ ମାଲିକ ମାନେ ସୋସାଇଟି ମାଲିକ ସୋସାଇଟି ଯୋଉ କର୍ମକର୍ତ୍ତା ମାନେ ଆମକୁ ଶୋଷଣ କରୁଥିଲେ ବିଗତ ଦିନ ମାନଙ୍କରେ 4 କେଜି 5 କେଜି ଧାନ ମାଗୁଥିଲେ ସେଟା ଦେବା ପାଇଁ ଏ ବର୍ଷ ଆମେ ନାରାଜ ଆମେ ଶୁଖିଲା ଧାନ ଦେବୁ ଭଲ ଧାନ ଦେବୁ ଭଲ ଉନ୍ନତି ମାନର ଧାନ ଦେବୁ ଆମକୁ ଯେମିତିକା କଟନୀ ଚଟନୀ ନ ହଉ ସେଦିନ କଲେକ୍ଟର ମହୋଦୟ ଆମକୁ ଆଶ୍ୱାସନା ଦେଇଥିଲେ 3 or 4 days 2-3 ଦିନ ଭିତରେ ପୁଣି ମିଟିଂ ଡାକିବୁ ଆପଣମାନଙ୍କୁ ଡାକିକି ନିଷ୍ପତ୍ତି ନେବୁ ବୋଲି ସପ୍ତାହ ବିତିଗଲା ପୁଣି ଆଜି ମୁଁ ତାଙ୍କ ଦ୍ୱାରସ୍ଥ ହେଇଛି ଆଜିର ବି ମୋର ସେ ପୁରୁଣା ଯୋଉ ଡିମାଣ୍ଡ ସେଥିରେ ମୁଁ ଅଟଳ ତା ବାଦ ଆମର ଯୋଉ କେତେଟା ମଣ୍ଡି ଅଛି ସେଇଠି ବିଲକୁଲ ନେଟୱାର୍କ ଅପହଞ୍ଚ ଯାହାଦ୍ୱାରା କି ଆମର ସେଇଠି ଟୋକେନ୍ ଇସ୍ୟୁ ହେଇପାରୁନି ଫିଙ୍ଗର ପ୍ରିଣ୍ଟ ହେଇପାରୁନି ତେଣୁକରି ମୁଁ ଶିଆଳି ସରପଞ୍ଚ ହିସାବରେ ଆମର 2ଟା ମଣ୍ଡି ଯୋଉଟା ଅଛି 2ଟା ମଣ୍ଡିର ସ୍ଥାନ ପରିବର୍ତ୍ତନ କରିବା ପାଇଁ ମାନେ ଟୋକେନ୍ ଇସ୍ୟୁ ପ୍ଲେସ୍ ଚେଞ୍ଜ କରିବା ପାଇଁ ମୋର ଆଜି ଡିମାଣ୍ଡ ଥିଲା ତାପରେ ବିଧି ବ୍ୟବସ୍ଥା ଚାଷୀ ମାନଙ୍କର ଯୋଉ ଅନୁକମ୍ପା ଅଛି ସରକାର ଯୋଉ ଅନୁକମ୍ପା ଦଉଛନ୍ତି ଧାନ ଓଜନ କରିବା ପାଇଁ ପଇସା ଦଉଛନ୍ତି ଅଖା ଦଉଛନ୍ତି ତାପରେ ସୁତୁଳି ଦଉଛନ୍ତି ସେଇଟା ମଧ୍ୟ ଦେବା ପାଇଁ ଆଜି ମୋର ଡିମାଣ୍ଡ ଥିଲା ମୋ ଡିମାଣ୍ଡ ମାନ୍ୟବର ଜିଲ୍ଲାପାଳଙ୍କୁ ଦେଇଛି ଯୁଦ୍ଧକାଳୀନ ଭିତ୍ତିରେ ଯଦି ଏଇଟା ଆରମ୍ଭ ନ ହୁଏ ଆଗାମୀ 3-4 ଦିନ ଭିତରେ ଆମର ରାଜରାସ୍ତାକୁ ଆସିବୁ ବୋଲି ବି ଚେତାଇ ଦେଇଛି।